ଆନ୍ତର୍ଜାତିକ ମହିଳା ଦିବସରେ ସମସ୍ତ ମାଆମାନଙ୍କୁ ମୋର ଶତ ଶତ ପ୍ରଣାମ। ମାର୍ଚ୍ଚ ମାସ 8 ତାରିଖ ବିଶ୍ୱ ମହିଳା ଦିବସ। ପ୍ରଥମେ ମୁଁ ମମତାମୟୀ ମାତୃଶକ୍ତିର ଅପାର ମହନୀୟ ଗୁଣକୁ ଶତ ପ୍ରଣାମ ଜଣାଉଛି। ଆଜିର ଏହି ପବିତ୍ର ଦିବସରେ ମୁଁ କିଛି କହିବାର ସୁଯୋଗ ପାଇଥିବାରୁ ନିଜକୁ ଧନ୍ୟ ମନେ କରୁଛି। ସମାଜରେ ନାରୀର ଅବଦାନ ଅତୁଳନୀୟ। ନାରୀ ଆଉ ପୁରୁଷ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ। ନାରୀ ଆଉ ପୁରୁଷଙ୍କ ଭୂମିକା ସମାଜକୁ ଏକ ବିକାଶଶୀଳ ଦିଗରେ ବାଟ କଢ଼େଇ ନିଜର ପଥ ଦେଖାଇ ଦିଏ। ବିଶେଷ କରି ନାରୀମାନଙ୍କର ମହନୀୟ ଗୁଣ ଯୋଗୁଁ ଆଜି ଆମ ଦେଶ ଗର୍ବିତ। ନାରୀର ସହନଶୀଳତା ଗୁଣ ଆଗରେ କେହି ବି ତାକୁ ଟପି ଯାଇପାରିବେ ନାହିଁ। ସେ ଦୟା, କ୍ଷମା, ସେବା ଆଉ ସହନଶୀଳତା ଆଦି ଉତ୍କୃଷ୍ଟ ଗୁଣର ଅଧିକାରିଣୀ। ନିଜର ବଶୀକରଣ ଯାଦୁରେ ସେ ସମସ୍ତଙ୍କୁ ଆପଣାର କରିପାରେ। ଗୋଟିଏ ଛୋଟ ଛୁଆ ପାଇଁ ଯେମିତି ମାଆର ସ୍ନେହ ମମତା ଗୁରୁତ୍ୱପୂର୍ଣ୍ଣ, ଠିକ୍ ସେମିତି ଗୋଟିଏ ଦେଶ ପାଇଁ ନାରୀର ତ୍ୟାଗ, ନେତୃତ୍ୱ ତଥା ଆତ୍ମୋତ୍ସର୍ଗ ନିହାତି ଦରକାର। କିନ୍ତୁ ସମୟ ଆଜି ବଦଳି ଯାଇଛି। ତା ସହିତ ବଦଳି ଯାଇଛି ଆମର ଶିକ୍ଷା, ସଂସ୍କୃତି, ପରମ୍ପରା, ଐତିହ୍ୟ ଆଉ ଐଶ୍ୱର୍ଯ୍ୟର ପରିଭାଷା। କେତେକ ଜାଗାରେ, କେତେକ ସ୍ଥାନରେ ନାରୀ ଅବହେଳିତ ହେଉଛି। ଅନ୍ୟମାନଙ୍କ ଆଗରେ ସେ ଅବମାନନାର ଶିକାର ହେଉଛି, ଯାହାଫଳରେ ସମାଜରେ ପ୍ରଗତି କ୍ଷେତ୍ରରେ ଏହା ବାଧକ ସାଜିଛି। ଆମେ ଜାଣୁ ଯେ ନାରୀମାନଙ୍କ ବିନା ଅବଦାନରେ ଆମ ଦେଶ ଉନ୍ନତିଶୀଳ ହୋଇପାରିବ ନାହିଁ। ତେଣୁ ନାରୀମାନଙ୍କୁ ଅଗ୍ରାଧିକାର ଦେବା ସହିତ ସେମାନଙ୍କର ଅଧିକାର ହାସଲ କରିବା ପାଇଁ ତତ୍ପର ହେବା ବାଞ୍ଛନୀୟ। ନାରୀର ତ୍ୟାଗ, ଉତ୍ସର୍ଗ, ନେତୃତ୍ୱ ସର୍ବୋପରି ଦେଶର ଅଗ୍ରଗତି କ୍ଷେତ୍ରରେ ନାରୀର ଅବଦାନ ଅତୁଳନୀୟ ଆଉ ଅବିସ୍ମରଣୀୟ। ସେ ସ୍ନେହମୟୀ, ଅଭୟ ପ୍ରଦାୟିନୀ, କରୁଣାମୟୀ, ମମତାମୟୀ ଜନନୀ। କେବେ ସେ ଭଗିନୀ ତ କେବେ ଅର୍ଦ୍ଧାଙ୍ଗିନୀ ହୋଇ ପୁରୁଷର ଏକମାତ୍ର ସାହା ଭରସା ପାଲଟେ। ନାରୀର ଅଜସ୍ର ଗୁଣ ବିଷୟରେ ବର୍ଣ୍ଣନା କରିବା ଏହି ସମୟ ଯଥେଷ୍ଟ ନୁହେଁ। ତେଣୁ ସେ ସ୍ନେହମୟୀ, କରୁଣାମୟୀ। ତାର କରୁଣାରେ ଆମେ ଧନ୍ୟ ହୋଇଛେ। ବୈଦିକ ଯୁଗରୁ ଆରମ୍ଭ କରି ଐତିହାସିକ ଯୁଗ ପର୍ଯ୍ୟନ୍ତ ନାରୀର ସ୍ଥାନ ବହୁତ ଉଚ୍ଚ। ନାରୀମାନଙ୍କର ଏକ ସ୍ୱତନ୍ତ୍ର ସ୍ଥାନ ଥିଲା। ସେମାନଙ୍କର ଉତ୍ସର୍ଗୀକୃତ ଜୀବନ ଆଉ ତ୍ୟାଗ ମନୋଭାବ ତଥା ବୀରତ୍ୱର ପରିପ୍ରକାଶ ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ସୁଦୃଶ୍ୟ ଲିପିବଦ୍ଧ ହୋଇ ରହିଛି। ଆମ ଦେଶରେ ଅନେକ ମହୀୟସୀ ନାରୀ ଜନ୍ମଗ୍ରହଣ କରି ନିଜର ପରାକାଷ୍ଠା ଦେଖାଇ ଯାଇଛନ୍ତି। ସେମାନଙ୍କ ମଧ୍ୟରୁ ସୀତା, ସାବିତ୍ରୀ, ଲୋପାମୁଦ୍ରା, ଅହଲ୍ୟାବାଇ, ଝାନ୍ସୀ ରାଣୀ ଲକ୍ଷ୍ମୀବାଇ, ଲୀଳାବତୀ, ଗାର୍ଗୀ, ବିଶ୍ୱମ୍ବରା, ମୈତ୍ରେୟୀ ଏମାନେ ହେଉଛନ୍ତି ଅନ୍ୟତମ। ଏମାନଙ୍କର ଉତ୍ସର୍ଗୀକୃତ ଜୀବନ ଅମର ହୋଇ ରହିଛି। ଏମାନଙ୍କର ପ୍ରଗାଢ଼ ବୀରତ୍ୱ ପାଖରେ ସବୁକିଛି ହାର ମାନିଛି। ନିଜର ଅସୀମ ସାହସ ଏବଂ ଅଜସ୍ର ଶକ୍ତି ଦ୍ୱାରା ସେମାନେ ଚିର ଅବିସ୍ମରଣୀୟ ହୋଇ ରହିଛନ୍ତି। ଆଧୁନିକ ଯୁଗରେ ମଧ୍ୟ ନାରୀମାନଙ୍କର ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ। ବାଚସ୍ପତି ଠାରୁ ଆରମ୍ଭ କରି ରାଷ୍ଟ୍ରପତି ପର୍ଯ୍ୟନ୍ତ ନାରୀମାନଙ୍କର କାର୍ଯ୍ୟଶୈଳୀ ଅତୀବ ଚମତ୍କାର। ଖେଳ ପ୍ରଦର୍ଶନରେ ମଧ୍ୟ ନାରୀମାନେ ସବୁଠୁ ଆଗୁଆ। ସେମାନଙ୍କର ଉତ୍ସର୍ଗୀକୃତ କାର୍ଯ୍ୟଧାରା ସତରେ ସମସ୍ତଙ୍କର ପ୍ରେରଣାର ଉତ୍ସ ହୋଇ ରହିଛି। ଦ୍ୱାଦଶ ଶତାବ୍ଦୀ ବେଳକୁ ଆମ ସମାଜରେ ନାରୀ ନିର୍ଯାତନାରେ କିଛିଟା ପ୍ରଭାବ ପରିଲକ୍ଷିତ ହୋଇଥିଲା। ନାରୀମାନେ ସେତେବେଳେ ନିଜକୁ ସୁରକ୍ଷିତ ମଣୁନଥିଲେ। ଦାସୀ ପରି ବ୍ୟବହାର କରାଯାଉଥିଲା ସେମାନଙ୍କୁ। ନାନା ପ୍ରକାର ଶାରୀରିକ ଆଉ ମାନସିକ ନିର୍ଯାତନାର ଶିକାର ହେଉଥିଲେ ନାରୀମାନେ। ଏହି ପ୍ରକାର ଅମାନୁଷିକ କାର୍ଯ୍ୟଧାରାରେ ପରିବର୍ତ୍ତନ ଆଣିବା ପାଇଁ ସମାଜ ସଂସ୍କାରକମାନଙ୍କର ଆବିର୍ଭାବ ଘଟିଥିଲା। ଏଥିରେ ପ୍ରମୁଖ ନେତୃତ୍ୱ ନେଇଥିଲେ ରାଜା ରାମମୋହନ ରାୟ, ଈଶ୍ୱରଚନ୍ଦ୍ର ବିଦ୍ୟାସାଗର, ସ୍ୱାମୀ ଦୟାନନ୍ଦ ସରସ୍ୱତୀ। ଏହି ମହାନ ପୁରୁଷଙ୍କ ଦିଗ୍ଦର୍ଶନରେ ନାରୀ ନିର୍ଯାତନାରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା। ଏକ ବିରାଟ ନାରୀ ଜାଗରଣର ନୂତନ ଅଧ୍ୟାୟ ସୃଷ୍ଟି ହୋଇଥିଲା। ନାରୀମାନେ ପୁରୁଷମାନଙ୍କ ଭଳି ସମସ୍ତ ଅଧିକାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। କିନ୍ତୁ ଆଜିର ବୈଜ୍ଞାନିକ ଯୁଗରେ କେତେକାଂଶରେ ନିଜର ଅଧିକାର ଉପଭୋଗ କରୁଥିଲା ବେଳେ ଅନେକ ସରଳା ନାରୀ ଆଜି ମାନସିକ ନିର୍ଯାତନାରେ ଛଟପଟ ହେଉଛନ୍ତି। ସେମାନଙ୍କର ମାନ ମହତ ହାନି ଘଟୁଛି। ସେମାନଙ୍କୁ ଅବଳା ଦୁର୍ବଳା କହି ଶୋଷଣ କରାଯାଉଛି।
ସୁତରାଂ ଆଜିର ଏହି ମହାନ ଦିବସରେ ମୁଁ ଏତିକି ପ୍ରାର୍ଥନା କରିବି ଯେ ଆମେ ସମସ୍ତେ ନାରୀ ଜାତିକୁ ଉଚିତ ସମ୍ମାନ ପ୍ରଦର୍ଶନ କରିବା, ନାରୀ ଜାତିକୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବାର ବଜ୍ର ଶପଥ ନେବା, ସେମାନଙ୍କ ଉପରେ ହେଉଥିବା ଘୋର ନିର୍ଯାତନାର ବିରୋଧ କରିବା, ସେମାନଙ୍କ ଉତ୍ତରୋତ୍ତର ସମୃଦ୍ଧି ପାଇଁ କାମନା କରିବା। ତାହେଲେ ଯାଇ ଆମ ସୁସ୍ଥ ସମାଜ ନାରୀମାନଙ୍କ ଅବଦାନକୁ ନେଇ ଗୌରବାନ୍ୱିତ ମନେ କରିବ। ତତ୍ସହିତ ନାରୀମାନଙ୍କ ମାନ ସମ୍ମାନ ଆଜି ଫେରି ପାଇ ନିଜକୁ ଗର୍ବ ଅନୁଭବ କରିବ। ମୁଁ ଏତିକି କହି ମୋର ବକ୍ତବ୍ୟକୁ ସମାପ୍ତ କରୁଛି।